ଆପଣଙ୍କ ପାଇଁ ଏକ ପ୍ରେରଣାଦାୟକ ଓଡ଼ିଆ କାହାଣୀ। ହାର ନ ମାନିଥିବା ଯୁବକ। ଗୋଟିଏ ଗାଁରେ ଅର୍ଜୁନ ନାମକ ଜଣେ ଗରିବ ଯୁବକ ରହୁଥିଲା। ତାଙ୍କ ବାପା ଦିନମଜୁରିଆ ଥିଲେ ଏବଂ ମା ଅନ୍ୟ ଘରେ କାମ କରୁଥିଲେ। ଘରର ଅବସ୍ଥା ଏତେ ଖରାପ ଥିଲା ଯେ କେବେ କେବେ ଦୁଇ ବେଳା ଭୋଜନ ମଧ୍ୟ ମିଳୁନଥିଲା। ତଥାପି ଅର୍ଜୁନଙ୍କ ଆଖିରେ ଥିଲା ଏକ ବଡ଼ ସ୍ୱପ୍ନ, ନିଜ ପରିଶ୍ରମରେ ସଫଳ ହେବା। ଗାଁର ଲୋକମାନେ ତାଙ୍କୁ କହୁଥିଲେ, ଗରିବ ଘରର ପିଲା, ବଡ଼ ସ୍ୱପ୍ନ ଦେଖିଲେ କ'ଣ ହେବ? ତୋ ଭାଗ୍ୟରେ କଷ୍ଟ ହିଁ ଲେଖା ଅଛି। ଏହି କଥା ଶୁଣି ଅର୍ଜୁନ ଦୁଃଖ ପାଉଥିଲେ, କିନ୍ତୁ କେବେ ହାର ମାନୁନଥିଲେ। ସେ ଭାବୁଥିଲେ, ଲୋକଙ୍କ କଥା ନୁହେଁ, ମୋର କାମ ହିଁ ମୋର ପରିଚୟ ହେବ। ଦିନରେ ସେ କାମ କରୁଥିଲେ, ରାତିରେ ଦୀପ ଆଲୋକରେ ପଢ଼ୁଥିଲେ। ଅନେକ ଥର ପରୀକ୍ଷାରେ ବିଫଳ ହେଲେ। ପ୍ରତ୍ୟେକ ବିଫଳତା ପରେ ଲୋକମାନେ ତାଙ୍କୁ ହସୁଥିଲେ, କିନ୍ତୁ ସେ ପ୍ରତ୍ୟେକ ଥର ନିଜ ଭୁଲରୁ ଶିଖି ଆଉ ଅଧିକ ପରିଶ୍ରମ କରୁଥିଲେ। ଗୋଟିଏ ଦିନ ସେ ଜଣେ ବୃଦ୍ଧ ଚାଷୀଙ୍କୁ ପଚାରିଲେ, କାକା, ଏତେ କଷ୍ଟ କରି ମଧ୍ୟ କେବେ ଥକି ଯାଆନ୍ତି ନାହିଁ? ଚାଷୀ ହସି କହିଲେ, ପୁଅ, ବିହନ ବୁଣିବା ପରେ ସଙ୍ଗେ ସଙ୍ଗେ ଫସଲ ମିଳେ ନାହିଁ। ଧୈର୍ଯ୍ୟ, ପରିଶ୍ରମ ଓ ସମୟ ମିଶିଲେ ହିଁ ସୁନାର ଧାନ ହୁଏ। ମଣିଷର ସଫଳତା ମଧ୍ୟ ସେହିପରି। ଏହି କଥା ଅର୍ଜୁନଙ୍କ ମନରେ ଗଭୀର ଛାପ ଛାଡ଼ିଲା। ସେ ଆଉ ଦୁଇଗୁଣ ଉତ୍ସାହରେ ପ୍ରସ୍ତୁତି ଆରମ୍ଭ କଲେ। ଶେଷରେ ବର୍ଷକର ପରିଶ୍ରମ ଫଳ ଦେଲା। ସେ ଗୋଟିଏ ସମ୍ମାନଜନକ ଚାକିରି ପାଇଲେ। ଯେଉଁ ଲୋକମାନେ କେବେ ତାଙ୍କୁ ଉପହାସ କରୁଥିଲେ, ସେମାନେ ଆଜି ତାଙ୍କ ସଫଳତାର ପ୍ରଶଂସା କରୁଥିଲେ। ଅର୍ଜୁନ ହସି କହିଲେ, ମୋ ସଫଳତାର ରହସ୍ୟ କେବଳ ଗୋଟିଏ, ମୁଁ ବିଫଳତାକୁ ଶେଷ ବୋଲି ଭାବିନଥିଲି, ତାକୁ ସଫଳତାର ପ୍ରଥମ ପାହାଚ ବୋଲି ଗ୍ରହଣ କରିଥିଲି। ସେହିଦିନଠାରୁ ଗାଁର ଯୁବକମାନେ ମଧ୍ୟ ବୁଝିଗଲେ ଯେ ପରିସ୍ଥିତି ନୁହେଁ, ମଣିଷର ସାହସ ଓ ପରିଶ୍ରମ ତାଙ୍କ ଭବିଷ୍ୟତ ଗଢ଼େ।